ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ସଂଘର ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମବାୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ଉତ୍ସବକୁ ଉଦ୍ଘାଟନ କରି ଭୁଲ ସୂଚନା ସାମ୍ବାଦିକମାନେ ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ ନୁହେଁ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବିଶିଷ୍ଟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ SUJର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକମାନେ ସରକାର ଓ ଲୋକଙ୍କ ମଧ୍ୟରେ ସେତୁବନ୍ଧ ହୋଇ କାମ କରୁଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ସରକାର ଯତ୍ନବାନ ହେବାକୁ କହିଥିଲେ। ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସମସ୍ତେ ଏଇଭଳି ଏକ ରୁହନ୍ତୁ। ଜିଲ୍ଲାର ଯେତେ ସାମ୍ବାଦିକ ଅଛନ୍ତି ସମସ୍ତେ ଗୋଟିଏ ଯଦି ମଞ୍ଚରେ ରହନ୍ତେ ଆହୁରି ଜିଲ୍ଲାର ମଧ୍ୟ ଉନ୍ନତି ହୁଅନ୍ତା। ଖବର ଠିକ୍ ପ୍ରଚାର ପ୍ରସାର ହୁଅନ୍ତା, ଠିକ୍ ସମ୍ବାଦ ମଧ୍ୟ ବାହାରନ୍ତା। ସୋସିଆଲ ମିଡ଼ିଆ ଭାଇମାନେ ମଧ୍ୟ ଯଦି ଆପଣମାନଙ୍କ ସାଙ୍ଗରେ ଯୋଗ ଏକାଠି ରହନ୍ତେ ଗୋଟିଏ ସଂଘ ବି ହୁଅନ୍ତା, ଗୋଟିଏ ମଞ୍ଚ ହୁଅନ୍ତା ଏବଂ ଗୋଟିଏ ଖବର ସବୁଆଡ଼େ ପ୍ରସାର ହୁଅନ୍ତା। ତା ଛଡ଼ା ଖାଲି ସାମ୍ବାଦିକ ଯେ ସମ୍ବାଦ ବାହାର କଲେ ଆମର ଡ୍ୟୁଟି ସରିଲା ତା ନୁହଁ। ଆପଣମାନେ ହେଲେ ଜାଗ୍ରତ ପ୍ରହରୀ। ସବୁବେଳେ ସବୁ ଜାଗାରେ ଯଦି ଏକ ହେଇ ଜଗନ୍ତେ ତାହେଲେ ବହୁ କରପ୍ସନ୍ ହେଉଛି, ଲାଞ୍ଚ ମିଛ ଆପଣ ସରକାରୀ ସ୍ତରରେ ହେଉଛି, ବେସରକାରୀ ସ୍ତରରେ ହେଉଛି। ଆପଣଙ୍କର ଯେତେ କାରଖାନା ଅଛି ଯେଉଁ ଭୁଲ ତଥ୍ୟ ଆସୁଛି, କିଛି ଜାଗା ଠିକ୍ ତଥ୍ୟ ଆସୁଛି, କିଛି ଜାଗାରେ ଭୁଲ ତଥ୍ୟ ଆସୁଛି, କିଛି ଜାଗାରେ ପ୍ରଦୂଷଣ ହେଉଛି, ଆମେ ତାକୁ ଆମର ସ୍ୱାର୍ଥକୁ ଆଖି ଆଗରେ ତାକୁ ଆମେ ଚପେଇକି ରଖୁଛେ। କିଛି ଜାଗାରେ ପ୍ରଦୂଷଣ ହେଉନାହିଁ, ଆମେ ତାକୁ ସ୍ୱାର୍ଥ ପାଇଁ ଲେଖୁଛେ। ଏସବୁ ଖଣି ଅଞ୍ଚଳରେ ସେମିତି ବହୁତ ସମସ୍ୟା ଅଛି। ତାକୁ ସମସ୍ତେ ଯଦି ଏକ ହେଇ ଏକ ମନ ଏକ ପ୍ରାଣ ହୋଇ ରହନ୍ତେ ତାହେଲେ ଖବର ଠିକ୍ ପ୍ରଚାର ପ୍ରସାର ହୁଅନ୍ତା ଏବଂ ଲୋକଙ୍କର ଏଥିରେ ବହୁତ ମଙ୍ଗଳ ହୁଅନ୍ତା। ବ୍ୟାସ ପ୍ରିଣ୍ଟ ମିଡ଼ିଆର ଷଷ୍ଠ ବାର୍ଷିକ ଉତ୍ସବ ଉପଲକ୍ଷେ ଆମେ ସମସ୍ତେ ଯୋଗ ଦେଇଥିଲୁ ଏବଂ ନିଶ୍ଚିତ ଭାବରେ ସାମ୍ବାଦିକମାନଙ୍କର ସମାଜର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ବ୍ୟାସନଗର ସହର, ଯାହାକି କଳିଙ୍ଗନଗର, ବ୍ୟାସନଗର ବା ଯାଜପୁର ଜିଲ୍ଲା, ଇଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା, ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ଏହି ଅଞ୍ଚଳର ବିକାଶ ହେଲେ ହିଁ ଓଡ଼ିଶାର ବିକାଶ ହୋଇପାରିବ ଏବଂ ଓଡ଼ିଶାର ବିକାଶ ହେଲେ ହିଁ ଭାରତବର୍ଷର ବିକାଶ ହେବ। ତେଣୁ ଏହି ଅଞ୍ଚଳର ବିକାଶରେ ସାମ୍ବାଦିକ ବନ୍ଧୁମାନଙ୍କର ଗୋଟେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି, ଭୂମିକା ରହିଛି। ନିଶ୍ଚିତ ଭାବରେ ଯେଉଁଭଳି ଭାବରେ ସେମାନେ ରାତିଦିନ ପରିଶ୍ରମ କରି ଲୋକମାନଙ୍କ ପାଖରେ ଖବର ପହଞ୍ଚାଉଛନ୍ତି, ସରକାରଙ୍କ ପାଖରେ ଲୋକମାନଙ୍କ ସମସ୍ୟାକୁ ପହଞ୍ଚାଉଛନ୍ତି, ସେମାନଙ୍କୁ ମୁଁ ଆଜିର ଦିନରେ ହୃଦୟରୁ ଧନ୍ୟବାଦ ଜଣାଉଛି। ଆଜି ବିଭିନ୍ନ ବିଷୟରେ ଆଲୋଚନା କରାଗଲା ଏବଂ ମାନ୍ୟବର ମନ୍ତ୍ରୀ ମଧ୍ୟ ଥିଲେ, ସାଂସଦ ମଧ୍ୟ ଥିଲେ। ଆମେ ସମସ୍ତେ ଆଲୋଚନା କରିଛୁ ଆଗାମୀ ଦିନରେ ଏ ସମ୍ପର୍କରେ ନିଶ୍ଚିତ ଭାବରେ ସାମ୍ବାଦିକମାନଙ୍କର ଯେଉଁ ସମସ୍ୟା ଗୁଡ଼ିକ ରହିଛି ତାକୁ ନେଇ କିଭଳି ଭାବରେ ପ୍ରପର ଫୋରମ୍ରେ ସରକାରଙ୍କ ପାଖରେ ବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବୁ। ଆଜି ବ୍ୟାସ ପ୍ରିଣ୍ଟ ମିଡ଼ିଆର ଷଷ୍ଠ ବାର୍ଷିକ ଉତ୍ସବରେ ଯୋଗ ଦେଇ ସାମ୍ବାଦିକ ବନ୍ଧୁମାନଙ୍କର କେମିତି ବିକାଶ ହେବ, ତାଙ୍କର ଯେଉଁ ମାନେ ଅଭାବ ଅସୁବିଧା ଅଛି, ଯାହା ଡିମାଣ୍ଡ ଅଛି ତା ବିଷୟରେ ଦିଲ୍ଲୀ ଦରବାରରେ କ'ଣ ଉପସ୍ଥାପନ କରିହେବ ସେଥିପାଇଁ ପ୍ରତିଶ୍ରୁତି ଦେଲି ଏବଂ ସାମ୍ବାଦିକ ଭାଇମାନେ ଯାଜପୁରର ବିକାଶ ପାଇଁ, ଯାଜପୁରର କଲଚର ହେରିଟେଜକୁ ବିଶ୍ୱ ଦରବାରରେ ପହଞ୍ଚାଇବେ ଏବଂ ଯାଜପୁରର ଯାହା ଦୁର୍ନୀତି ଭ୍ରଷ୍ଟାଚାର ହେଇଛି ତାକୁ ମଧ୍ୟ ବିଶ୍ୱ ଦରବାରରେ ପହଞ୍ଚାଇବେ, ସେଥିପାଇଁ ତାଙ୍କୁ ଉଦ୍ବୋଧନ ଦେଲେ। ସାମ୍ବାଦିକମାନଙ୍କ ସୁରକ୍ଷା ସରକାରଙ୍କର ପ୍ରତିଶ୍ରୁତି। ମୋହନ ମାଝୀଙ୍କ ସରକାର ଇଏ ପ୍ରଥମେ ଜଏନ୍ କଲେ। ପ୍ରଥମେ ଲୋକସଭା ଯେଉଁ ପୂର୍ବତନ ସରକାର ଆଙ୍କୁ କୋମା ଷ୍ଟେଜ୍ ରଖିଥିଲା ସାମ୍ବାଦିକ ବନ୍ଧୁମାନଙ୍କୁ, ତାଙ୍କୁ ସେ ନିଜେ ସାଙ୍ଗରେ ନେଇକି ଲୋକସଭା ଭବନ ଯାଇଥିଲେ। ତେଣୁ ସମସ୍ତେ ସାମ୍ବାଦିକମାନଙ୍କ ପାଇଁ ଆମ ସରକାରଙ୍କର ପୁରା ସହଯୋଗିତା ଅଛି ଏବଂ ପୁରା ସ୍ୱାଧୀନତା ଅଛି, ସୁରକ୍ଷା ମଧ୍ୟ ଦିଆଯିବ। ଯାଜପୁର ବ୍ୟାସନଗରରୁ ଜ୍ୟୋତି ପ୍ରକାଶ ଭୂୟାଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।